ସକାଳୁ ସକାଳୁ ହେଲା ମାଛମାନଙ୍କର ଦର୍ଶନ। ଆଜି କ'ଣ ହେଇଛି ନା, ମୁଁ ସକାଳୁ ସକାଳୁ ଉଠିକି ପଳେଇ ଆସିଲି, ଗଡ଼ିଆ ବୁହା ହେଉଥିଲା ଦେଖିବା ପାଇଁ। ତ ଦେଖିଲା ବେଳକୁ ପାଣିରେ ପଶିକି ମାଛ ଧରୁଛନ୍ତି। ମୁଁ ପୁରା ଆଚ୍ଚା ହେଇଗଲି, ଏତେ ଶୀତରେ ଇଏ ପାଣିରେ ପଶିକି ମାଛ କେମିତି ଧରୁଛନ୍ତି। ମୁଁ ପୁରା ତ କାବା, ଲୋକମାନେ ଛିଡ଼ା ହେଇକି ତ ଦେଖୁଛନ୍ତି ବହୁତ ମଜାରେ। ତ ଦେଖିଲା ବେଳକୁ ମାଛ ଆସିକି ଢାଳିଲେ ବେପାରୀ ନେବା ପାଇଁ। ତ ମୁଁ ଏଠୁ ପଳେଇ ଆସିଲି ଜଲ୍ଦି। ଆସିଲା ବେଳକୁ ଦେଖିଲି ଏଠି ବୋଦା ଛିଡ଼ା ହେଇକି ବାଟରେ ବଜାଉଛି ଢୋଲ। ତ ତାକୁ ଦେଖିକି ମୁଁ କହିଲି ଦେଲୁ ଟିକେ ମୁଁ ବଜେଇବା। ମୁଁ ସେଠୁ କ'ଣ କଲି ନା, ତାଠାରୁ ଛଡ଼େଇ ନେଇକି ଟିକେ ବଜେଇକି ଟିଣା ଲୁହା ପ୍ଲାଷ୍ଟିକକୁ ଡାକିଲି। ବଜେଇ ସାରିକି ମୁଁ ଦେଇକି ନେଇକି ବାହାରିଲି। ତାର ମିଟିଂ ହେଉଛି ବରୁଣେଶ୍ୱରରେ ତାକୁ ଛାଡ଼ିବା ପାଇଁ। ଏତେ ଜୋର ଶୀତ ହେଉଥିଲା ତ ସକାଳୁ ସକାଳୁ ଯିବା ପାଇଁ ଟୋଟାଲି ଇଚ୍ଛା ନଥିଲା। କ'ଣ କରିବି, ବାଧ୍ୟ। ତ ଚାଲନ ନେଇକି ଯିବା। ତ ଦେଖିଲା ବେଳକୁ ବରୁଣେଶ୍ୱର ପଛପଟରେ ଗୋଟେ ମଣ୍ଡପରେ ହେଉଛି ତାଙ୍କର ମିଟିଂ। କ'ଣ କରିବି, ତାକୁ ଛାଡ଼ିକି ବାବାଙ୍କୁ ଟିକେ ମୁଣ୍ଡିଆ ମାରି ଦେଇକି ବାହାରୁ ପଳେଇ ଆସିଲି ସିଧା ଘରକୁ। ଘରକୁ ଗଲାବେଳକୁ ଦେଖିଲା ବେଳକୁ ବରୁଣେଶ୍ୱର ପାଖରେ ଚାଲିଛି କାମ। କାହିଁକି ନା ଏଠି ପୁରା ବରୁଣେଶ୍ୱର ମେଳା ପାଖେଇ ଆସିଲାଣି। ତ ସେଥିପାଇଁ ଚାଲିଛି ଜୋରଦାରରେ କାମ। କ'ଣ କରିବା, ତ ଚାଲନ୍ତୁ ଫ୍ରେଣ୍ଡସ୍, ଭିଡ଼ିଓକୁ ଏଇଠି ରଖୁଛି। ଆଉ ଗୋଟେ ଭିଡ଼ିଓରେ ଦେଖାହେବ ଖୁବ୍ ଶୀଘ୍ର। ଜୟ ଜଗନ୍ନାଥ। ଯଦି ଭିଡ଼ିଓଟିକୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଆଉ ଫଲୋ କରିବା ପାଇଁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।